କହୁଛି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଉନ୍ ୱାର୍ଲ୍ଡ। ତ ଆଜି ହେଉଛି ଆମେ ଯାଇଥିଲୁ ଟେଷ୍ଟ ପାଇଁ। ତ ଟେଷ୍ଟ କ'ଣ ହେଲା ସେଇଟା ତ ଦୂରର କଥା। ଏବେ ମୁଁ ସକାଳୁ ଗାଧୋଇ ପଡ଼ି ଠାକୁର ପୂଜା କରିଥିଲି। ଦେଖନ୍ତୁ ଟାଇମ୍ କେତେଟା ହେଇଛି, ତ ଦେଖିପାରୁଥିବେ 7:45 ହେବ, ତ 44। ତ ମୁଁ ଠାକୁର ପୂଜା କରିଦେଇଥିଲି। ତାପରେ କ'ଣ କରିଥିଲି ନା, ମୁଁ ମୋର ଖାଇବା ଖାଇ ଦେଇଥିଲି। ତ ମୁଁ ଭିଡ଼ିଓ ବନେଇ ନଥିଲି, ବଟ୍ ପଛରେ ମନେ ପଡ଼ିଲା ତ ଭିଡ଼ିଓ ବନେଇବା ପାଇଁକା ମୁଁ ଭିଡ଼ିଓ ବନେଇଦେଲି। ଆଉ ମୁଁ ଅଳସୁଆ ଏତେ ହେଇଯାଇଛି ଯେ ଭିଡ଼ିଓ ପୋଷ୍ଟ କରିବାକୁ ବି ମୋର ଆଉ ଇଏ ହେଉନି। ତ ଆପଣମାନେ କାଲି ପୋଷ୍ଟ ମିସ୍ କରିଥିବେ ଜାଣିଛି, ତ ମୁଁ ପୋଷ୍ଟ କରିନି। ତ ରିପୋର୍ଟ କ'ଣ ଆସିଲା ସେଇଟା ତ ମୁଁ ଭିଡ଼ିଓରେ କହିବି। ବଟ୍ ଆମେ ଫାଷ୍ଟ ପଳେଇଥିଲୁ ଖାଇକି ମେଡ଼ିକାଲ। ତ ଏବେ ସେ ପଳେଇଥିଲେ ଡ୍ୟୁଟି, ଛୁଟି ଅଛନ୍ତି। ତ ଛୁଟି ବହୁତ ଦିନ ହେଲା, ମାସେ ହେଲା ଛୁଟି ନେଇନାହାନ୍ତି। ତ ଛୁଟି ବହୁତ ଦିନ ପରେ ଛୁଟିରେ ରହିଲେ। ହେଲେ ତାଙ୍କର ତ ଛୁଟିରେ ରହିଲେ କ'ଣ ନା, ଛୁଟିରେ ରହିଲେ କ'ଣ, ତାଙ୍କର ଟିକେ ନ ବୁଲିଲେ ତାଙ୍କର ବୋଧେ ଭାତ ହଜମ ହୁଏନି। ସେଥିପାଇଁକା ସିଏ ପଳେଇଥିଲେ ବୁଲିବା ପାଇଁ। ତ ବୁଲିବା ପାଇଁ ପଳେଇଥିଲେ, ସାଡ଼େ ପାଣି ବି ନଥିଲା ରୁମ୍ରେ। ତ ପାଣି ଆଣିବା ପଳେଇଥିଲେ। ତ ମୁଁ ସେ ସମୟରେ ସବୁକିଛି କାମ ସାରିଦେଲି। ଆଉ ମୋତେ ଡକ୍ଟର କହିଥିଲେ କି ନ ଖାଇକି ତମେ ଯିବ, ଫାଷ୍ଟ ଟେଷ୍ଟ କରିବ, ତାପରେ ଖାଇସାରିକି ଟେଷ୍ଟ କରିବ। ତ କିନ୍ତୁ ମୁଁ ଭୋକ ସମ୍ଭାଳି ପାରିଲିନି। ତ ଆରଥର ଭଳିଆ ବି ସେମିତି କରିଦେଲି। ତ ମୁଁ ଏଠି ଖାଇ ଦେଇଥିଲି ମାନେ 5ଟା ରାତିରୁ ଉଠି ଖାଇଥିଲି। ଆଣ୍ଡେ ଏଠି ମୁଗ, ବୁଟ ଏସବୁ ଖାଇଥିଲି। ତ ଭୋକ ଯେହେତୁ, ଭୋକ ସମ୍ଭାଳି ବି ହେଉନି, ତ କ'ଣ କରିବା, ତ ଖାଇବାଟା ହିଁ ଜରୁରୀ ବୋଲି ମନେ କଲି। ତ ଆପଣଙ୍କ ଭାଇନା ବି କହୁଥିଲେ ତୁ ଆହୁରି ଖାଇଦେ। ତ ମୁଁ ବି ମନା କଲି, ତାଙ୍କ ପାଇଁକା ସିମେଇ କଲି, ସିଏ ଆସି ଖାଇଲେ। ବଟ୍ ମୁଁ ଖାଇଲି ନାହିଁ, କାହିଁକି ନା ମୋର ଟେଷ୍ଟ କରିବାର ଥିଲା। ତ ମୁଁ ଖାଇଦେଲେ ଟେଷ୍ଟ ଠିକ୍ ଠାକ୍ ଆସିବ କି ନାହିଁ ସେଇଟା ବି ମୁଁ ଜାଣିନି। ସେଥିପାଇଁକା ମୁଁ କ'ଣ କଲି ନା, ଖାଇନଥିଲି। କିନ୍ତୁ ଆପଣଙ୍କ ଭାଇନା କହିଲେ ଏକାଜି ଖା ବୋଲି। ଦେଖିପାରୁଥିବେ କୋଉ ରେଟ୍ରେ ବର୍ଷା ହେଉଛି। ଏ ବର୍ଷାରେ କେମିତି ଆମେ ଯିବୁ ଟେଷ୍ଟ ପାଇଁ, ସେ କଥା ମୁଁ ଭାବି ବହୁତ ମାନେ ଚିନ୍ତାରେ ପଡ଼ିଯାଇଥିଲି। ତ ଆପଣଙ୍କ ଭାଇନା ବି ଯାଇଛନ୍ତି ବାହାରକୁ। ତ ଆମେ ଯାଉଥିଲୁ, ବଟ୍ ବର୍ଷାରେ ଯାଇ ହେବନି, ଇମ୍ପସିବଲ୍। ତ ସରିଲା ହିଁ, ଅଳିଆ ଗାଡ଼ିଟାକୁ ୱେଟ୍ କରିଛି। କାନର ଗଳି ପଡ଼ିଛି, ଆଜି ଠିକ୍ କରି ଆଣିବି। ମାନେ ଭାଗ୍ୟ ଭଲ, ମାନେ କହନ୍ତି ସୁନା ହଜିଲେ ଖରାପ, ପାଇଲେ ବି ଖରାପ। ତ ଭାଗ୍ୟ ଭଲ, ମୋର ହଜିନି। ମାନେ 2ଥର ଯାକ ଖିଲ ଗଳି ପଡ଼ିଲା, ମୁଁ ତାକୁ ଗୋଟେଇକି ପିନ୍ଧିଛି। ତ ଲାଷ୍ଟ ଟାଇମ୍ ପୁରା ଖିଲ କୋଡ଼ ହଜିଗଲା, ପାଇଲିନି। ତ ତାକୁ ରଖିଛି, ତାକୁ ନେଇ ଲଗେଇବି। ମୋତେ କାନର ନ ଲଗେଇଲେ ମୋତେ ଟୋଟାଲି ଭଲ ଲାଗେନି। ଫାଷ୍ଟ କଥା ହେଲା, କାନର ପ୍ୟାକେଟ୍ ନଥିବ, ପ୍ୟାକେଟ୍ ଯାହା ବି ହେଲେ ଗୋଟେ ପଡ଼ିଥିବ, ତାପରେ ପାଉଁଜି, ଏସବୁ ନ ଲଗେଇଲେ ମୋତେ ଭଲ ଲାଗେନି ବେଳେ। ଆଉ ଏବେ ତ ଝୁଣ୍ଟିଆ, ସିନ୍ଦୁର, ଚୁଡ଼ି, ଆଗରୁ ଚୁଡ଼ି ନ ଲଗେଇଲେ ଭଲ ଲାଗେନି। ତ ମୋତେ କିଣା ଲଗେଇବି ମାନେ ମୋ କାନ ଦର୍ଜ ହେବ। ସେଥିପାଇଁ ମୁଁ କିଣା ଲଗାଉନି। କିଣା ଅଛି, ବଟ୍ କିଣା ଲଗାଉନି। 1 ଗ୍ରାମ୍ ଲଗେଇଲେ ବି ମୋର କାନ ଦର୍ଜ ହେବ, ଯାହା ବି ଲଗେଇଲେ କିଣା ସୁନା ଛଡ଼ା। ସେଥିପାଇଁ ମୁଁ କାନ ଖାଲି କରିଛି। ମେଡ଼ିକାଲ ଯିବି, ଭାବୁଛି କାନ ଖାଲି କରିକି ଯିବି, କାହିଁକିନା ଆମେ ସିଆଡ଼େ ଯିବୁ ଏକାଥରେ କରିକି ଆଣିବୁ କାନଟା ଠିକ୍। ତ କ'ଣ କରିବି ସେଇଟା ଭାବୁଛି, ଦେଖିବା କ'ଣ କରିବା। ଘଣ୍ଟାଏ 2 ଘଣ୍ଟା ପାଇଁ ଯଦି ସେ ତଥାପି ଦର୍ଜ ହେବ, ଘଣ୍ଟାଏ 2 ଘଣ୍ଟା ପାଇଁ ଲଗେଇଲେ ବି ଦର୍ଜ ହେବ। ଦେଖିବା କ'ଣ ହେଉଛି। କାନରେ ନ ଲଗେଇଲେ ଆମ ମୁହଁ ଖାଲି ଦେଖାଯାଉଛି। ତ ଏଠି ଆପଣଙ୍କ ଭାଇନା ପଳେଇ ଆସିଥିଲେ, ତ ତାଙ୍କ ପାଇଁ ସିମେଇ ଟିକେ କରିଦେଇଥିଲି। କାହିଁକି ନା ସେ ପଳେଇ ଆସିଥିଲେ ଓଦା ହେଇକି, ଆଉ ବାହାରେ କିଛି ଖାଇନଥିଲେ। ତ ମୋ ପାଇଁକା ଖାଇବା ପାଇଁ ଅପେକ୍ଷା କରି ପଳେଇ ଆସିଥିଲେ। ତ ତାପରେ ଆଣିଛନ୍ତି କଖାରୁ ଫୁଲ, ତ ପିଠା ହେବା ପାଇଁକା। ତ ଇଏ ମାଛ, ନାଲି ବୋରେଇ ମାଛ, ଯାହାକୁ ମୁଁ ଯେଉଁ ରହୁଥିଲି ଛୋଟବେଳେ ତାକୁ କହନ୍ତି କି କ'ଣ,
ପାରାଦୀପ ମାଛ। ତ ଆପଣ ଭାଇନା ଦେଖିପାରୁଥିବେ କିନ୍ତୁ ପୁରା ଶୋଇକି ପୁରା ଆରାମ କରୁଛନ୍ତି। ତାଙ୍କର ଏବେ ଛୁଟି ନୁହେଁ ତ ରାଜା ସେ ଏବେ ମାନେ ସବୁ ମାନେ ଅର୍ଡ଼ର କରୁଛନ୍ତି, ଖଟ ଉପରୁ ଆସୁଛନ୍ତି, ଖାଲି ଗାଧେଇ ପଡ଼ୁଛନ୍ତି, ବୁଲିବାକୁ ପଳାଉଛନ୍ତି, ଏମିତି ସବୁ ହେଲା ତାଙ୍କର ଏବେ ଇଏ। ମୁଁ ଭିଡ଼ିଓ ବନଉଥିଲି ସେ ଦେଖନ୍ତୁ ଫୋନ୍ଟା ଆଣିକି ମୋ ମୁହଁ ଭିତରେ ପୁରେଇ ସାରିଲେଣି। ତ ମୁଁ ବନେଇଲି ଆଉ କ'ଣ କହିବି, ହସିବା ଛଡ଼ା ଆଉ କିଛି ବି ନାହିଁ। ତ ସେ ଆଣିକି ଏତେ ସବୁ ଭିଡ଼ିଓ କରିଥିଲେ ବଟ୍ ଖାଲି ଭଜା ଭିଡ଼ିଓ ହିଁ କରିଛନ୍ତି। ତରକାରୀ କଲି, ସବୁ କଲି, ତାଙ୍କର ଭିଡ଼ିଓ କରିବାକୁ ମନ ନାହିଁ। ଯାଇକି ଖଟ ଉପରେ ଶୋଇକି ବାବୁ ମୋବାଇଲ ଦେଖିଲେ। ତ ମୁଁ ଆଉ ବି ଡାକିଲି ନାହିଁ। ତାଙ୍କର ଯେତିକି ମନ ପଡ଼ିଲା ସେ ସେତିକି ଆସିକି ଭିଡ଼ିଓ କରିଦେଇକି ପଳାଉଥାନ୍ତି। ତ ମୋତେ ଭାରି ହସ ଲାଗିଲା। ମୁଁ ବି ଆଉ ଡାକିଲି ନାହିଁ, କାହିଁକିନା ତରତର ହେଇ ଥିଲୁ, କାହିଁକିନା ଆମେ ମେଡ଼ିକାଲ ଯିବାର ଥିଲା। ସେଥିପାଇଁକା ତାଙ୍କୁ ଆଗ ମୁଁ ନ ଡାକିକି ମୋ କାମ ତରତର ହେଇକି ସାରି ମୁଁ ମୋର ବାହାରି ବୋଲି ସେଥିପାଇଁକା ମୁଁ ଆଉ ଇଏ କଲିନି। ତ ମାଛ କିନ୍ତୁ ଏଇ ମାଛଟା ମୋତେ ଭଲ ଲାଗେ ଆଉ ଛୋଟବେଳେ ମୁଁ ବହୁତ ୟାକୁ ଖାଏ। ତ ଚାଲନ୍ତୁ ଏବେ ମୁଁ ଚାଲିଲୁ ମେଡ଼ିକାଲ। ତ ସାଡ଼େ କିଛି ବି ଭିଡ଼ିଓ ମୁଁ ନେଇନି। ତାପରେ ପଳେଇ ଆସିଲୁ, ବର୍ଷା ହେଉଥିଲା ଯେହେତୁ ପଳେଇ ଆସିକି ଦେଖିପାରୁଥିବେ ବର୍ଷାରେ ଓଦା ହେଇଥିଲା, ଫୋନ୍ ଓଦା ହେଇଯିବ। ତ ତାପରେ ଡକ୍ଟର କହିଥିଲେ ଖାଇକି ଆସିକି ମେଡ଼ିସିନ ଯେଉଁ ଇଞ୍ଜେକ୍ସନ୍ ଫେରେ ବ୍ଲଡ଼ ନେବେ ବୋଲି। ତ ସେଥିପାଇଁକା ରୁଟି ବନଉଥିଲି। ତ ରହିଲି, ବାଏ, ଟାଟା, ଜୟ ଜଗନ୍ନାଥ, ଜୟ ମା ଶାରଳା। ନେକ୍ସଟ ଭିଡ଼ିଓ ଦେଖାହବ। লাইক কর, কমেন্ট কর, ভিডিওটা ভাইরাল কর।